ଆଜି ଆମେ 18 ଅଧ୍ୟାୟର ଆଗକୁ ପଢିବା। ସକାରର ଅର୍ଥ ନିତ୍ୟ ସୁଖ ଓ ଆନନ୍ଦ, ଇକାରର ଅର୍ଥ ପୁରୁଷ ଓ ବକାରର ଅର୍ଥ ଅମୃତ ସ୍ୱରୂପ ଶକ୍ତି। ଏ ସବୁର ସମ୍ମିଳିତ ରୂପ ହିଁ ଶିବ। ତେଣୁ ଏହି ରୂପରେ ଭଗବାନ ଶିବଙ୍କୁ ଆପଣ ଆତ୍ମା ମାନି ତାଙ୍କୁ ପୂଜା କରିବା ଉଚିତ। ତେଣୁ ପ୍ରଥମେ ନିଜ ଅଙ୍ଗରେ ଭସ୍ମ ବୋଳିବେ, ତାପରେ ଲଲାଟରେ ଉତ୍ତମ ତ୍ରିପଣ୍ଡୁଲ ଧାରଣ କରିବେ। ପୂଜା କାଳରେ ସଜଳ ଭସ୍ମ ଓ ଦିବ୍ୟ ଶୁଦ୍ଧି ନିମନ୍ତେ ନିର୍ଜଳ ଭସ୍ମର ପ୍ରୟୋଗ ହୋଇଥାଏ। ଗୁଣାତୀତ ପରମ ଶିବ ରାଜସ ଆଦି ସେ ବିକାର ଗୁଣର ଅବରୋଧ କରନ୍ତି, ତାହାକୁ ଦୂର କରନ୍ତି। ସେଥିପାଇଁ ସେ ସମସ୍ତଙ୍କର ଗୁରୁ ରୂପରେ ଅବସ୍ଥିତ ଅଟନ୍ତି। ଗୁରୁ ବିଶ୍ୱାସୀ ଶିଷ୍ୟଙ୍କ 3 ଗୁଣକୁ ପ୍ରଥମେ ଦୂର କରି ତାପରେ ତାଙ୍କୁ ଶିବ ତତ୍ତ୍ୱ ବୋଧ କରାନ୍ତି। ତେଣୁ ସେ ଗୁରୁ ବୋଲାନ୍ତି। ଗୁରୁଙ୍କ ପୂଜା ପରମାତ୍ମା ଶିବଙ୍କର ହିଁ ପୂଜା ଅଟେ। ଗୁରୁଙ୍କର ଉପଯୋଗରୁ ବଳିଥିବା ସମସ୍ତ ପଦାର୍ଥ ଆତ୍ମା ଶୁଦ୍ଧି କରିଥାଏ। ଗୁରୁଙ୍କ ଆଜ୍ଞା ବିନା ଉପଯୋଗ କରାଯାଉଥିବା ଦ୍ରବ୍ୟ ଚୋରି କରି ଆଣି ଉପଯୋଗ କରୁଥିବା ବସ୍ତୁ ସଦୃଶ। ଯଦି ଗୁରୁଙ୍କ ଠାରୁ ଆହୁରି ବିଶେଷ ଜ୍ଞାନବାନ ବ୍ୟକ୍ତି ମିଳିଯାଆନ୍ତି, ତେବେ ମଧ୍ୟ ତାଙ୍କୁ ଯତ୍ନ ପୂର୍ବକ ଗୁରୁ କରିନେବା ଉଚିତ। ଅଜ୍ଞାନ ରୂପୀ ବନ୍ଧନରୁ ମୁକ୍ତି ହେବା ପାଇଁ ଜୀବ ନିମନ୍ତେ ସାଧ୍ୟ ପୁରୁଷାର୍ଥ। ତେଣୁ ସେ ବିଶେଷ ଜ୍ଞାନବାନ, ସେ ହିଁ ଜୀବକୁ ସେହି ବନ୍ଧନରୁ ମୁକ୍ତ କରିପାରେ। ଜନ୍ମ ମରଣ ରୂପୀ ଦ୍ୱନ୍ଦ୍ୱକୁ ଭଗବାନ ଶିବଙ୍କୁ ମାୟା ହିଁ ଅର୍ପଣ କରିଛି। ଯେ ଏ ଦୁଇଟିକୁ ଶିବଙ୍କ ମାୟା ନିକଟରେ ହିଁ ପ୍ରତ୍ୟର୍ପିତ କରିଦିଏ, ସେ ଶରୀରର ବନ୍ଧନରେ ପଡେ ନାହିଁ। ଶରୀର ଥିବା ପର୍ଯ୍ୟନ୍ତ ଯେ କ୍ରିୟାର ଅଧୀନ ରହେ, ସେ ହିଁ ବଦ୍ଧ ଜୀବ ବୋଲାଏ। ସ୍ଥୂଳ ସୂକ୍ଷ୍ମ ଓ କାରଣ ଶରୀରକୁ ବଶ କରିନେବା ପରେ ଜୀବର ମୋକ୍ଷ ହୋଇଯାଏ। ଏହା ଜ୍ଞାନୀ ପୁରୁଷଙ୍କର କଥନ। ମାୟା ଚକ୍ରର ନିର୍ମାତା ଭଗବାନ ଶିବ ହିଁ ପରମ କାରଣ ଅଟନ୍ତି। ସେ ନିଜ ମାୟା ଦ୍ୱାରା ପ୍ରଦତ୍ତ ଦ୍ୱନ୍ଦ୍ୱକୁ ନିଜେ ହିଁ ପରିମାର୍ଜିତ କରିଦିଅନ୍ତି। ତେଣୁ ଶିବଙ୍କ ଦ୍ୱାରା କଳ୍ପିତ ଦ୍ୱନ୍ଦ୍ୱ ତାକୁ ହିଁ ସମର୍ପିତ କରିଦେବା ଉଚିତ। ଯେ ଶିବଙ୍କ ପୂଜାରେ ତତ୍ପର ଥାନ୍ତି, ସେ ମୌନ ରହିବେ, ସତ୍ୟ ଇତ୍ୟାଦି ଗୁଣରେ ସଂଯୁକ୍ତ ରହିବେ ଏବଂ କ୍ରିୟା, ଜପ, ତପ, ଜ୍ଞାନ ଓ ଧ୍ୟାନ ମଧ୍ୟରୁ ଗୋଟିଏ ଗୋଟିଏ ଅନୁଷ୍ଠାନ କରୁଥିବେ। ଐଶ୍ୱର୍ଯ୍ୟ, ଦିବ୍ୟ ଶରୀର ପ୍ରାପ୍ତି, ଜ୍ଞାନର ଉଦୟ, ଅଜ୍ଞାନ ନିବାରଣ ଓ ଭଗବାନ ଶିବଙ୍କ ସାମୀପ୍ୟ ଲାଭ, ଏସବୁ କ୍ରମଶଃ କ୍ରିୟା ଇତ୍ୟାଦିର ଫଳ। ନିଷ୍କାମ କର୍ମ କରିବା ଦ୍ୱାରା ଅଜ୍ଞାନର ନିବାରଣ ହେଲେ ଶିବ ଭକ୍ତ ତାହାର ଯଥୋକ୍ତ ଫଳ ପାଇଥାଏ। ଶିବ ଭକ୍ତ ଦେଶ, କାଳ, ଶରୀର ଓ ଧନ ଅନୁସାରେ ଯଥାଯୋଗ୍ୟ କ୍ରିୟା ଆଦିର ଅନୁଷ୍ଠାନ କରିବେ। ନ୍ୟାୟୋପାର୍ଜିତ ଉତ୍ତମ ଧନରେ ନିର୍ବାହ କରି ବିଦ୍ୱାନ ପୁରୁଷ ଶିବଙ୍କ ସ୍ଥାନରେ ନିବାସ କରିବେ। ଜୀବ ହିଂସା ରହିତ ଓ ଅତ୍ୟନ୍ତ କ୍ଲେଶ ଶୂନ୍ୟ ଜୀବନ ବିତାଇ ପଞ୍ଚାକ୍ଷର ମନ୍ତ୍ର ଉପରେ ଅଭିମନ୍ତ୍ରିତ ଅନ୍ନ ଓ ଜଳକୁ ସୁଖ ସ୍ୱରୂପ ଧରାଯାଇଛି। ଅଥବା କୁହାଯାଏ ଯେ ଦରିଦ୍ର ବ୍ୟକ୍ତି ପାଇଁ ଭିକ୍ଷାରେ ପ୍ରାପ୍ତ ଅନ୍ନ ଜ୍ଞାନ ପ୍ରଦାୟକ ହୋଇଥାଏ। ଶିବ ଭକ୍ତକୁ ଭିକ୍ଷାନ୍ନ ପ୍ରାପ୍ତ ହେଲେ ତାହା ଶିବ ଭକ୍ତି ବୃଦ୍ଧି କରିଥାଏ। ଶିବ ଯୋଗୀମାନେ ଭିକ୍ଷାନ୍ନକୁ ଶମ୍ଭୁ ସତ୍ର କହନ୍ତି। ଯେକୌଣସି ଉପାୟରେ ଓ ଯେଉଁଠି ବି ଶୁଦ୍ଧ ଅନ୍ନ ମିଳିଲେ ତାହା ଭକ୍ଷଣ କରି ସଦା ମୌନ ଭାବରେ ରହିବେ ଏବଂ ନିଜ ସାଧନ ରହସ୍ୟକୁ ପ୍ରକଟ କରିବେନି। ଭକ୍ତଙ୍କ ସମକ୍ଷରେ ହିଁ ଶିବଙ୍କର ମହାତ୍ମ୍ୟକୁ ପ୍ରକାଶିତ କରନ୍ତି। ଶିବ ମନ୍ତ୍ରର ରହସ୍ୟକୁ ଭଗବାନ ଶିବ ହିଁ ଜାଣନ୍ତି, ଅନ୍ୟ କେହି ଜାଣେ ନାହିଁ। ଏ ରହିଲା ଅଧ୍ୟାୟ 18 ଏଠି ସରିଲା। ଆମେ 19 ଅଧ୍ୟାୟ ଆଗକୁ ପଢିବା। 19 ଅଧ୍ୟାୟରେ ପାର୍ଥବ ଲିଙ୍ଗ ନିର୍ମାଣର ରୀତି ତଥା ବେଦ ମନ୍ତ୍ର ଦ୍ୱାରା ଲିଙ୍ଗ ପୂଜାର ବିସ୍ତୃତ ଓ ସଂକ୍ଷିପ୍ତ ବର୍ଣ୍ଣନା। ଏହାପରେ ପାର୍ଥିବ ଲିଙ୍ଗର ଶ୍ରେଷ୍ଠତା ତଥା ମହିମା ବର୍ଣ୍ଣନା କରି ସୂତ କହୁଛନ୍ତି, ମହର୍ଷିଗଣ, ଏବେ ମୁଁ ବୈଦିକ କର୍ମ ପ୍ରତି ଶ୍ରଦ୍ଧା ଭକ୍ତି ରଖୁଥିବା ଲୋକଙ୍କ ପାଇଁ ବେଦୋକ୍ତ ମାର୍ଗରେ ହିଁ ପାର୍ଥିବ ପୂଜା ପଦ୍ଧତିର ବର୍ଣ୍ଣନା କରିବି। ଏହି ପୂଜା ଭୋଗ ଓ ମୋକ୍ଷ ପ୍ରଦାନ କରିଥାଏ। ସେମାନେ ଆହ୍ନିକ ସୂତ୍ରରେ ନିର୍ଦ୍ଦେଶିତ ବିଧି ଅନୁସାରେ ବିଧିପୂର୍ବକ ସ୍ନାନ ଓ ସନ୍ଧ୍ୟା ପୋଷଣା ସାରି ପ୍ରଥମେ ବ୍ରହ୍ମ ଯଜ୍ଞ କରିବେ। ତାପରେ ଦେବତା, ଋଷି, ସନକାଦି ମନୁଷ୍ୟ ଓ ପିତୃଗଣଙ୍କ ପାଇଁ ତର୍ପଣ କରିବେ। ନିଜ ରୁଚି ଅନୁସାରେ ସମସ୍ତ ନିତ୍ୟକର୍ମକୁ ପୂର୍ଣ୍ଣ କରି ଶିବ ସ୍ମରଣ ପୂର୍ବକ ଭସ୍ମ ତଥା ରୁଦ୍ରାକ୍ଷ ଧାରଣ କରିବେ। ଏହାପରେ ସକଳ ମନବାଞ୍ଛିତ ଫଳ ପ୍ରାପ୍ତି ନିମନ୍ତେ ଉଚ୍ଚତର ଭକ୍ତିରେ ଉତ୍ତମ ପାର୍ଥିବ ଲିଙ୍ଗକୁ ବେଦୋକ୍ତ ବିଧିରେ ପୂଜା କରିବେ। ନଦୀ ବା ପୋଖରୀ କୂଳରେ, ପର୍ବତ ଉପରେ, ବନରେ, ଶିବାଳୟରେ ଅଥବା ଅନ୍ୟ କୌଣସି ପବିତ୍ର ସ୍ଥାନରେ ପାର୍ଥିବ ଲିଙ୍ଗ ପୂଜା କରିବାର ବିଧାନ ରହିଛି। ବ୍ରାହ୍ମଣଗଣ
शुद्ध स्थानरू माटी आनी तहिरे जत्नपूर्वक शिवलिंग निर्माण करिवे। ब्राह्मणों पाई श्वेत, क्षत्रियों पाई लाल, वैश्यों पाई हलदिया एवं शूद्रों पाई कला रंगर माटी शिवलिंग निर्माण विधान रही। ଏହା ନ ହୋଇ ପାରିଲେ ଯେଉଁଠି ଯେଉଁ ମାଟି ମିଳିବ ସେଥିରେ ଶିବଲିଙ୍ଗ ତିଆରି କରିପାରିବେ। ଶିବଲିଙ୍ଗ ନିର୍ମାଣ ପାଇଁ ଯତ୍ନରେ ମାଟି ଆଣି ସେହି ଶୁଭ ମୂର୍ତ୍ତିକାକୁ ପବିତ୍ର ସ୍ଥାନରେ ରଖିବେ। ତାକୁ ଶୁଦ୍ଧ କରି ପାଣି ମିଶାଇ ଚକଟି ପିଣ୍ଡ ତିଆରି କରିବେ ଏବଂ ବେଦୋକ୍ତ ବିଧିରେ ଧୀରେ ଧୀରେ ସୁନ୍ଦର ପାର୍ଥିବ ଲିଙ୍ଗ ନିର୍ମାଣ କରିବେ। ଇଏ ହେଉଛି ଶିବଲିଙ୍ଗ କେମିତି ନିର୍ମାଣ କରାଯିବ ସେ ବିଷୟରେ କୁହାଯାଉଛି। କେଉଁ ମାଟିରେ ଆପଣ ଶିବଙ୍କର ଲିଙ୍ଗ ତିଆରି କରିବେ ସେଇଟା ଏଠି କୁହାଯାଉଛି। ଏହାପରେ ଭୋଗ ଓ ମୋକ୍ଷ ରୂପୀ ଫଳ ପ୍ରାପ୍ତି ନିମନ୍ତେ ଭକ୍ତି ପୂର୍ବକ ତାହାକୁ ପୂଜା କରିବେ। ତାକୁ ପୂଜା କରିବାର ବିଧି ମୁଁ କହୁଛି ଶୁଣ। ଓମ୍ ନମଃ ଶିବାୟ ଏହି ମନ୍ତ୍ର ଉଚ୍ଚାରଣ କରି କରି ସମସ୍ତ ପୂଜା ସାମଗ୍ରୀକୁ ପ୍ରୋକ୍ଷଣ କରିବେ ଅର୍ଥାତ୍ ତାପରେ ଜଳ ଛିଞ୍ଚିବେ। ଏହାପରେ ଭୂରସି ମନ୍ତ୍ରରେ କ୍ଷେତ୍ର ସିଦ୍ଧି କରିବେ। ତାପରେ ଆପସ୍ମାନ ମନ୍ତ୍ରରେ ଜଳ ସଂସ୍କାର କରିବେ। ଏହାପରେ ନମସ୍ତେ ରୁଦ୍ର ମନ୍ତ୍ରରେ ସ୍ଫଟିକ ବନ୍ଧ କରିବେ ଅର୍ଥାତ୍ ସ୍ଫଟିକ ଶିଳାରେ ଘେରା ତିଆରି କରିବାକୁ କୁହାଯାଇଛି। ନମଃ ସମ୍ଭବାୟ ଏହି ମନ୍ତ୍ରରେ କ୍ଷେତ୍ର ଶୁଦ୍ଧି ଓ ପଞ୍ଚାମୃତର ପ୍ରୋକ୍ଷଣ କରିବେ। ଶିବ ଭକ୍ତ ନମଃ ପୂର୍ବକ ନୀଳଗ୍ରୀବାୟ ମନ୍ତ୍ରରେ ଶିବଲିଙ୍ଗକୁ ଉତ୍ତମ ରୂପେ ପ୍ରତିଷ୍ଠା କରିବେ। ଏହାପରେ ବୈଦିକ ରୀତିରେ ପୂଜନ କରୁଥିବା ଉପାସକ ଭକ୍ତି ପୂର୍ବକ ଏତତେ ରୁଦ୍ରାବସଂ ମନ୍ତ୍ରରେ ରମଣୀୟ ଆସନ ପ୍ରଦାନ କରିବେ। ମାନୋ ମହନ୍ତମ ମନ୍ତ୍ରରେ ଆବାହନ କରିବେ। ଜାତି ରୁଦ୍ର ମନ୍ତ୍ରରେ ଭଗବାନ ଶିବଙ୍କୁ ଆସନରେ ସମାସୀନ କରାଇବେ। ଜାମିସମ ମନ୍ତ୍ରରେ ଶିବଙ୍କ ଅଙ୍ଗରେ ନ୍ୟାସ କରିବେ। ଅଧୋବଚତ ମନ୍ତ୍ରରେ ପ୍ରେମ ପୂର୍ବକ ଅଧିବାସନ କରିବେ। ଅସୌଜସ୍ତାମ୍ର ମନ୍ତ୍ରରେ ଶିବଲିଙ୍ଗରେ ଇଷ୍ଟ ଦେବତା ଶିବଙ୍କୁ ନ୍ୟାସ କରିବେ। ଅସୌଯୋଗର୍ଷପତି ମନ୍ତ୍ରରେ ଉପସର୍ପଣ ଅର୍ଥାତ୍ ଦେବତାଙ୍କ ସମୀପ ଗମନ କରିବେ। ଏହାପରେ ନମସ୍ତୁ ନୀଳଗ୍ରୀବାୟ ମନ୍ତ୍ରରେ ଇଷ୍ଟ ଦେବଙ୍କୁ ପାଦ୍ୟ ସମର୍ପିତ କରିବେ। ରୁଦ୍ର ଗାୟତ୍ରୀରେ ଅର୍ଘ୍ୟ କରିବେ। ତ୍ରୟମ୍ବକମ ମନ୍ତ୍ରରେ ଆଚମନ କରିବେ। ପୟ ପୃଥିବ୍ୟା ମନ୍ତ୍ରରେ ଦୁଗ୍ଧ ସ୍ନାନ। ଦଧିକ୍ରାବଣ ମନ୍ତ୍ରରେ ଦଧି ସ୍ନାନ ଏବଂ ଘୃତ ପାବା ମନ୍ତ୍ରରେ ଘୃତ ସ୍ନାନ କରାଇବେ। ମଧୁବାତା ମଧୁନକ୍ତଂ ମଧୁ ସ୍ନାନ ଏହି ମନ୍ତ୍ର ଏହି ତିନୋଟି ଋଚା ଦ୍ୱାରା ମଧୁ ସ୍ନାନ ଓ ଶର୍କରା ସ୍ନାନ କରାଇବେ। ଏଇ ସବୁ ମହାଦେବଙ୍କର ଏଇ ସବୁ ମନ୍ତ୍ର ମହାଦେବ କୁ ଯେତେବେଳେ ଆମେ ତିଆରି କରୁଛେ ମହାଦେବ ଇଷ୍ଟ ଦେବ ଯେତେବେଳେ ଲିଙ୍ଗକୁ ଆମେ ନିର୍ମାଣ କରୁଛେ ଲିଙ୍ଗ ନିର୍ମାଣଠୁ ଲିଙ୍ଗ ପୂଜା ପର୍ଯ୍ୟନ୍ତ ଯାହା ଯାହା ଅଭିଷେକ ହବ ସେ ଅଭିଷେକର ସବୁ ପ୍ରକାର ମନ୍ତ୍ର ଏଠି ଦିଆଯାଇଛି। ତାପରେ ଆମେ ପଢିବା ଏହି ଦୁଗ୍ଧାଧି 5ଟି ଦ୍ରବ୍ୟକୁ ପଞ୍ଚାମୃତ କହନ୍ତି ଅଥବା ଶାବ୍ୟ ସମର୍ପଣ ପାଇଁ କୁହାଯାଉଥିବା ନମସ୍ତୁ ନୀଳଗ୍ରୀବାୟ ଇତ୍ୟାଦି ମନ୍ତ୍ରରେ ପଞ୍ଚାମୃତ ସ୍ନାନ କରାଇବେ। ତାପରେ ମା ନସ୍ତକ ମନ୍ତ୍ରରେ ପ୍ରେମ ପୂର୍ବକ ଭଗବାନ ଶିବଙ୍କୁ କଟିବନ୍ଧ ତର୍ପଣ କରାଇବେ। କଟିବନ୍ଧ ଅର୍ଥ କଟିସୂତ୍ର ବା ଅଣ୍ଟାରେ ଯୋଉଟା ପିନ୍ଧନ୍ତି। ମନ୍ତ୍ର ନମ ଦୃଷ୍ଟବେ ମନ୍ତ୍ର ଉଚ୍ଚାରଣ କରି ଆରାଧ୍ୟ ଦେବତାଙ୍କୁ ଉତ୍ତରୀୟ ଧାରଣ କରାଇବେ। ଜାତେ ହେତି ଇତ୍ୟାଦି 4ଟି ଋଚା ପଢି ବେଦଜ୍ଞ ଭକ୍ତ ପ୍ରେମରେ ବିଧି ପୂର୍ବକ ଶିବଙ୍କ ପାଇଁ ବସ୍ତ୍ର ଏବଂ ଉପବୀତ ସମର୍ପିତ କରିବେ। ଉପବୀତ ଅର୍ଥ ପଇତା। ଏହାପରେ ନମ୍ୟ ସ୍ୱଭ ଇତ୍ୟାଦି ମନ୍ତ୍ର ପଢି ଶୁଦ୍ଧ ବୁଦ୍ଧି ଭକ୍ତ ଭଗବାନଙ୍କୁ ପ୍ରେମ ପୂର୍ବକ ଗନ୍ଧ ଅର୍ଥାତ୍ ସୁଗନ୍ଧିତ ଚନ୍ଦନ ଆଉ କୁଙ୍କୁମ ଅର୍ପଣ କରିବେ। ନମସ୍ତକ୍ଷଭ ମନ୍ତ୍ରରେ ଅକ୍ଷତ ଅର୍ପଣ କରିବେ। ନମ ପର୍ଯ୍ୟାୟ ମନ୍ତ୍ରରେ ଫୁଲ ଅର୍ପଣ କରିବେ। ନମ ପର୍ଣ୍ଣାୟ ମନ୍ତ୍ରରେ ବିଲ୍ୱପତ୍ର ଅର୍ପଣ କରିବେ ଅର୍ଥାତ୍ ବେଲପତ୍ର। ନମଃ କର୍ପଦିନେଚ ମନ୍ତ୍ରରେ ବିଧି ପୂର୍ବକ ଧୂପ ଦେବେ। ନମ ଆସବେ ଋଚା ଦ୍ୱାରା ଶାସ୍ତ୍ରୋକ୍ତ ବିଧି ଅନୁସାରେ ଦୀପ ନିବେଦିତ କରିବେ। ତାପରେ ହାତ ଧୋଇ ନମ ଜ୍ୟେଷ୍ଠାୟ ମନ୍ତ୍ରରେ ଉତ୍ତମ ନୈବେଦ୍ୟ ଅର୍ପିତ କରିବେ। ଏହାପରେ ପୂର୍ବୋକ୍ତ ତ୍ରୟମ୍ବକ ମନ୍ତ୍ରରେ ଆଚମନ ଦେବେ।
ରୁଚାରେ ଫଳ ସମର୍ପଣ କରିବେ। ତାପରେ ନମ ବ୍ରଜ୍ୟାୟ ମନ୍ତ୍ରରେ ଶିବଙ୍କୁ ନିଜର ସବୁ କିଛି ସମର୍ପିତ କରିଦେବେ। ଏହାପରେ ମାନେ ମାହାନ୍ତମ ତଥା ମା ନସ୍ତୋଜ୍ଜେ, ଏହି ଦୁଇଟି ପୂର୍ବୋକ୍ତ ମନ୍ତ୍ରରେ କେବଳ ଅକ୍ଷତ ଦ୍ୱାରା ଏକାଦଶ ରୁଦ୍ରଙ୍କୁ ପୂଜା କରିବେ। ତାପରେ ତିନୋଟି ରୁଚା ରୂପରେ ପଠିତ ହିରଣ୍ୟ ଗର୍ଭ ମନ୍ତ୍ରରେ ଦକ୍ଷିଣା ଅର୍ପଣ କରିବେ। ଦେବସ୍ୟତ୍ୱା ମନ୍ତ୍ରରେ ବିଦ୍ୱାନ ପୁରୁଷ ଆରାଧ୍ୟ ଦେବଙ୍କର ଅଭିଷେକ କରିବେ। ଦୀପ ନିମନ୍ତେ ନିର୍ଦ୍ଦେଶିକ ନମ ଆସବେ ଇତ୍ୟାଦି ମନ୍ତ୍ରରେ ଶିବଙ୍କୁ ନିରାଜନା ବା ଆଳତି କରିବେ। ଏହାପରେ ଇମା ରୁଦ୍ରାୟ ଇତ୍ୟାଦି ତିନୋଟି ରୁଚାରେ ଭକ୍ତି ପୂର୍ବକ ଭଗବାନ ରୁଦ୍ରଦେବଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବେ। ମାନ ମହନ୍ତମ ମନ୍ତ୍ରରେ ଦିଗ୍ୟ ଉପାସକ ପୂଜନୀୟ ଦେବତାଙ୍କୁ ପରିକ୍ରମା କରିବେ। ଏହାପରେ ସୁବୁଦ୍ଧି ଉପାସକ ମା ନସ୍ତକେ ମନ୍ତ୍ରରେ ଭଗବାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବେ। ଏସତି ମନ୍ତ୍ରରେ ଶିବ ମୁଦ୍ରା ପ୍ରଦର୍ଶନ କରିବେ। ଯତୁ ଯତଃ, ଏହି ମନ୍ତ୍ରରେ ଅଭୟ ମୁଦ୍ରା, ତ୍ରୟମ୍ବକମ ମନ୍ତ୍ରରେ ଜ୍ଞାନ ମୁଦ୍ରା, ନମଃ ସେନା ଇତ୍ୟାଦି ମନ୍ତ୍ରରେ ମହାମୁଦ୍ରା ପ୍ରଦର୍ଶିତ କରିବେ। ନମ ଗଭ୍ୟ ରୁଚା ଦ୍ୱାରା ଧେନୁ ମୁଦ୍ରା ଦେଖାଇବେ। ଏହି ରୂପେ ପାଞ୍ଚ ମୁଦ୍ରା ପ୍ରଦର୍ଶନ କରି ଶିବ ସମ୍ବନ୍ଧୀୟ ମନ୍ତ୍ର ଜପ କରିବେ ଅଥବା ବେଦଜ୍ଞ ପୁରୁଷ ଶତରୁଦ୍ରୀୟ ମନ୍ତ୍ର ଆବୃତ୍ତି କରିବେ। ତାପରେ ବେଦଜ୍ଞ ପୁରୁଷ ପଞ୍ଚାଙ୍ଗ ପାଠ କରିବେ। ଏହାପରେ ଦେବା ଗାତୁ ଇତ୍ୟାଦି ମନ୍ତ୍ରରେ ଭଗବାନ ଶିବଙ୍କୁ ବିସର୍ଜିତ କରିବେ। ଏହା ହେଲା ଶିବ ପୂଜାର ବିସ୍ତାରିତ ବୈଦିକ ବିଧି। ମହର୍ଷିଗଣ ଏବେ ସଂକ୍ଷେପରେ ମଧ୍ୟ ପାର୍ଥିବ ପୂଜନର ବୈଦିକ ବିଧି ବର୍ଣ୍ଣନା କରୁଛି, ଶୁଣ। ସଦ୍ୟ ଜାତଂ ରୁଚାରେ ପାର୍ଥିବ ଲିଙ୍ଗ ନିର୍ମାଣ କରିବାକୁ ମାଟି ଆଣିବେ। ବାମଦେବାୟ ମନ୍ତ୍ର ପଢି ସେଥିରେ ପାଣି ମିଶାଇବେ। ମାଟିରେ ପାଣି ମିଶି କାଦୁଅ ଭଲ ଭାବେ ପ୍ରସ୍ତୁତ ହୋଇଗଲେ ଅଘୋର ମନ୍ତ୍ରରେ ଲିଙ୍ଗ ନିର୍ମାଣ କରିବେ। ଏହାପରେ ତତ୍ପୁରୁଷାୟ ମନ୍ତ୍ରରେ ବିଧିବତ ସେଥିରେ ଶିବଙ୍କୁ ଆବାହନ କରିବେ। ଏହାପରେ ଈଶାନ ମନ୍ତ୍ରରେ ଶିବଙ୍କୁ ବେଦୀରେ ସ୍ଥାପିତ କରିବେ। ଏହା ଛଡା ଅନ୍ୟ ସବୁ ବିଧାନକୁ ମଧ୍ୟ ଶୁଦ୍ଧ ବୁଦ୍ଧି ଉପାସକ ସଂକ୍ଷେପରେ ସମ୍ପନ୍ନ କରିବେ। ଏହାପରେ ବିଦ୍ୱାନ ପୁରୁଷ ପଞ୍ଚାକ୍ଷର ମନ୍ତ୍ରରେ ଅଥବା ଗୁରୁ ପ୍ରଦତ୍ତ ଅନ୍ୟ କୌଣସି ଶିବ ମନ୍ତ୍ରରେ ଷୋଡଶ ଉପଚାରରେ ବିଧି ପୂର୍ବକ ପୂଜା କରିବେ। ଭବାୟ ଭବନାଶାୟ ମହାଦେବାୟ ଧୀମହି ଉଗ୍ରାୟ ଉଗ୍ରନାଶାୟ ସର୍ବାୟ ଶଶି ମୌଳିନେ, ଏହି ମନ୍ତ୍ର ପାଠ କରିବେ। ଏହି ମନ୍ତ୍ରରେ ବିଦ୍ୱାନ ଉପାସକ ଭଗବାନ ଶିବଙ୍କୁ ପୂଜା କରିବେ। ସେ ଭ୍ରମ ଛାଡି ଉତ୍ତମ ଭକ୍ତିରେ ଶିବଙ୍କୁ ଆରାଧନା କରିବେ, କାରଣ ମହାପ୍ରଭୁ ଶିବ ଭକ୍ତି ଥିଲେ ହିଁ ମନୋବାଞ୍ଛିତ ଫଳ ଦିଅନ୍ତି। ବ୍ରାହ୍ମଣ ବୃନ୍ଦ, ଏଠାରେ ବୈଦିକ ବିଧିରେ ପୂଜନର ଯେଉଁ କ୍ରମ କୁହାଗଲା ତାକୁ ପୂର୍ଣ୍ଣ ରୂପରେ ଆଦର କରୁଥିଲେ ମଧ୍ୟ ମୁଁ ପୂଜାର ଆଉ ଗୋଟିଏ ବିଧି କହୁଛି, ଶୁଣନ୍ତୁ, ଯାହାକି ଉତ୍ତମ ହେବା ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କ ପାଇଁ ଉପଯୋଗୀ। ମୁନିଗଣ, ପାର୍ଥିବ ଲିଙ୍ଗ ପୂଜା ଶିବଙ୍କ ନାମରେ ହୁଏ। ସେହି ପୂଜା ସମସ୍ତ ଅଭୀଷ୍ଟ ଫଳ ପ୍ରଦାତା। ମୁଁ ତାହା ବର୍ଣ୍ଣନା କରୁଛି, ଶୁଣ। ହର, ମହେଶ୍ୱର, ଶମ୍ଭୁ, ଶୂଳପାଣି, ପିନାକଧୃକ୍, ଶିବ, ପଶୁପତି ଓ ମହାଦେବ, ଏ ଆଠଟି ହେଲା ଶିବଙ୍କର ନାମ। ଶିବଙ୍କର ନାମ କଣ? ହର, ମହେଶ୍ୱର, ଶମ୍ଭୁ, ଶୂଳପାଣି, ପିନାକଧୃକ୍, ଶିବ, ପଶୁପତି ଏବଂ ମହାଦେବ, ଏ ଆଠଟି ହେଲା ଶିବଙ୍କର ନାମ। ଏଥିମଧ୍ୟରୁ ପ୍ରଥମ ନାମ ଉଚ୍ଚାରଣ କରି ଅର୍ଥାତ୍ ଓಂ ହରାୟ ନମଃ କହି ପାର୍ଥିବ ଲିଙ୍ଗ ନିର୍ମାଣ ପାଇଁ ମାଟି ଆଣିବେ। ଦ୍ୱିତୀୟ ନାମ ହଉଛି ଓಂ ମହେଶ୍ୱରାୟ ନମଃ କହି ଲିଙ୍ଗ ନିର୍ମାଣ କରିବେ। ତାପରେ ଓಂ ସମ୍ଭବେ ନମଃ କହି ସେହି ପାର୍ଥିବ ଲିଙ୍ଗକୁ ପ୍ରତିଷ୍ଠା କରିବେ। ଓಂ ଶୂଳପାଣାୟ ନମଃ ଉଚ୍ଚାରଣ କରି ପାର୍ଥିବ ଲିଙ୍ଗରେ ଶିବଙ୍କୁ ଆବାହନ କରିବେ। ଓಂ ପିନାକଧୃଷ୍ୟ ନମଃ ଉଚ୍ଚାରଣ କରି ଶିବଲିଙ୍ଗକୁ ସ୍ନାନ କରାଇବେ। ଓಂ ଶିବାୟ ନମଃ କହି ତାହାଙ୍କୁ ପୂଜା କରିବେ। ଓಂ ପଶୁପତୟ ନମଃ କହି କ୍ଷମା ପ୍ରାର୍ଥନା କରିବେ। ଶେଷରେ ଓಂ ମହାଦେବାୟ ନମଃ କହି ଆରାଧ୍ୟ ଦେବଙ୍କୁ ବିସର୍ଜନ କରିଦେବେ। ପ୍ରତ୍ୟେକ ନାମକୁ ଚତୁର୍ଥୀ ବିଭକ୍ତି କରି ଆରମ୍ଭରେ ଓଙ୍କାର ଏବଂ ଶେଷରେ ନମଃ ଶବ୍ଦ ଯୋଡ଼ି ଆନନ୍ଦରେ ଓ ଭକ୍ତି ଭାବରେ ପୂଜା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବା ଉଚିତ। ଯଦି ସେ ସବୁ କିଛି କରିପାରିବେନି, ବହୁତ ମନ୍ତ୍ର ମୁଁ କହିଲି ସେତେବେଳେ, ଯଦି କିଛି କରିପାରିବେନି ତାହେଲେ ମହାଦେବଙ୍କର 8ଟା ରୂପ ଅଛି, 8ଟା ନାମ ଅଛି। ସେ 8ଟା ନାମରେ ଆପଣ ମହାଦେବଙ୍କୁ ଯେତେବେଳେ ଲିଙ୍ଗ ଆରମ୍ଭ କରୁଛନ୍ତି, ନିର୍ମାଣ କରିବା ଆରମ୍ଭ କରୁଛନ୍ତି, ଲିଙ୍ଗ ନିର୍ମାଣ କରିବା ଆରମ୍ଭ ଠାରୁ ମହାଦେବଙ୍କୁ
पूजा करबा पर्यंत सब प्रकार मंत्र मु आपनको कहली से मंत्र रे मध्ये आपण से पूजा करि परिबे। षडक्षर मंत्र रे अंगनाश और करन्यासर विधि भल भाबरे संपन्न करि सारी निम्नमते ध्यान करिवे। जे कैलाश पर्वत उपरे गोटे सुंदर सिंहासन मध्य भागरे विराजमान जहांको वाम भागरे भगवती उमा जोड़ी होई बसचंती। सनक सनंदन प्रभृति भक्तजन जहांकर पूजा करुछंती एवं जे भक्तंकर दुख रूपी दावानल को शांत करिवारे अप्रमेय शक्तिशाली ईश्वर सही विश्व विभूषण भगवान शिव को चिंतन करबा उचित। भगवान महेश्वर को प्रतिदिन एपरी ध्यान करिवे तांकर अंग कांति रौप्य पर्वत परि गौर। से मनोहर चंद्र को मस्तक रे मुकुट परि धारण करिसंते। रत्नर आभूषण धारण करथुवारु तांको श्रीअंग आहुरी उद्भासित हेउछि। तांकर चारोटी हातरे परशु मृग मुद्रा वर और अभय मुद्रा सुशोभित। से प्रसन्न दिसुछंती और पद्मर आसन रे आसीन अछंती और देवता माने चतुर्दिगरे विद्यमान होई तांकर स्तुति करुछंती। से वस्त्र रूपे व्याघ्र चर्म धारण करिसंती। से विश्वर आदि तथा बीज कारण एवं समस्तंकर भय हरणकारी अटंती। तांकर पंचमुख और प्रत्येक मुखरे तीनोटी लेखाए नेत्र रहिछि। एहिपरि ध्यान करी तथा उत्तम रूपरे पार्थिव लिंग को पूजा करी गुरु प्रदत्त पंचाक्षर मंत्र को विधि पूर्वक जप करिवे। विप्रवृंद विद्वान पुरुष सही देवेश्वर शिव को प्रणाम करी नाना प्रकार स्तुति द्वारा तांकर स्तवन करिवे। तथा शतरुद्रीय यजुर्वेद अच्छी 1600 अध्यायर मंत्र ताकू पाठ करिवे। तापर अंजलि अक्षत और फूल धरी परम भक्ति रे निम्नलिखित मंत्र पढ़ी प्रेम और प्रसन्नता सहित भगवान शिव को एहिपरि प्रार्थना करिवे। सबरी सुखदाता कृपा निधान भूतनाथ शिव मु आपणकर गुण मानक उपरे ही मोर प्राण अवलंबित अथवा आपणकर गुण ही मोर प्राण मोर जीवन सदृश। जीवन सर्वस्व मोर चित्त सदा आपणको चिंतन रे लागी रहिछि। एहा जानी मो उपरे प्रसन्न होंतु कृपा करंतु शंकर। मो अज्ञान रे अथवा जानी सुनी जदि केबे आपणको जप और पूजन इत्यादि करिथिबी तेबे आपणको कृपारु ताहा सफल हेउ। गौरीनाथ मु तो महापापी और पतित एवं आपण पतित पावन एक कथा विचार को नहीं जहा इच्छा ताहा करंतु। महादेव सदाशिव वेद पुराण नाना प्रकार शास्त्रीय सिद्धांत एवं विभिन्न महर्षि माने मध्य ए पर्यंत आपण को पूर्ण रूप रे जानती नाही। मु भी किपरि जानि परिबी महेश्वर मु जेहु परि हेइथिले मध्य आपणको आश्रित। मु जेहु परि होइथिले मध्य भी आपणकर आश्रित। तेणु आपणक द्वारा रक्षित हेबार योग्य परमेश्वर मो उपरे प्रसन्न होंतु। मुने एहिपरि प्रार्थना करी हाथ रे धरिथिबा अक्षत और पुष्प को शिव को ऊपर पकाई शंभु को भक्ति भाव रे विधि पूर्वक साष्टांग प्रणाम जणाइबे। तापरे सुधी उपासक शास्त्रोक्त विधि रे इष्ट देव को परिक्रमा करिवे एवं श्रद्धा पूर्वक स्तुति पढ़ी देवेश्वर को स्तुति करिवे। एहा परे गोळा नाद करी गोळारू अव्यक्त शब्द बाहर करके आपण ताकू करिवे। एहा परे गोळा नाद करी पवित्र विनीत चित्त साधक भगवान को प्रणाम करिवे। एहा परे आदर पूर्वक विज्ञप्ति करि सारी विसर्जन करिवे। मुनिगण एही रूपे विधि पूर्वक पार्थिव पूजा तथा वर्णना कले। एहा भोग मोक्ष प्रदान करिଥାଏ एवं भगवान शिवଙ୍କ प्रति भक्ति भाव बढ़िଥାଏ। एटी ए अध्यायटी 19 अध्याय और 20 अध्याय एटी समाप्त है। मु 18 अध्याय रो अधारू आरंभ करथली 18 अध्याय कंप्लीट करली आ 19 अध्याय 20 अध्याय एतरे समाप्ति होला। आ एठी मु अधा जो पढ़िलेनी अपन लक्ष्य करथु एठी मु पढ़िनी केतेटा एटा होची मंत्र जो माने पूजा करिवे विभिन्न प्रकार के मंत्र अछि। केमिति पूजा करिवे तर्जनी आदि अंगुली को केमिति स्पर्श करिवे अंगुष्ठी को स्पर्श करिवे डाहण बाहु को केउ हाथ रे स्पर्श करिवे एठी माने विभिन्न प्रकार जिंस देछि। सेतरे बहुत प्रकार मंत्र मध्य देछि। से मंत्र जो माने
भगवान महादेवंकर जे प्रतिष्ठा करोचंती महादेवंकु जे निर्माण करोचंती शिवलिंग जे निर्माण करोचंती पूजा जे करछंती से माने ए सब जिंस पढ़ी मो ए सब जिंस जोटा हमर खूब शॉर्ट रे देइतला मु ताकू पढ़ी के आपण मानकू सुनेली जोड़ा को खूब शॉर्ट रे अछि सेगुड़ा को मु आपन को पढ़ी के सुनेली तापरे हमें पढ़िबा 19-20 अध्याय टी सरीगला तापरे हमें 21-22 अध्याय पढ़िबा तेबे आसंता काले देखा बा